ଆଧୁନିକତାରେ ଏବେ ବି ବଞ୍ଚି ରହିଛି ତାଳପତ୍ର ପକ୍ଷିଆ, ଯାହା ଚାଷୀ ଭାଇଟିର ସୁରକ୍ଷା କବଚ। ବର୍ଷା ହେଉ କି ଖରା ଅବା ଶୀତ କାକର ପୁରୁଖା ଚାଷୀଙ୍କର ଏହା ଥିଲା ଅମୋଘ ଅସ୍ତ୍ର। ଏବେ ଆଧୁନିକତାର ଦ୍ୱାହି ଦେଇ କିଛି ଯୁବ ଚାଷୀ ପଲିଥିନ୍ ପକ୍ଷିଆ ପଛରେ ଧାବମାନ। ସେଥିପାଇଁ ଚାଷୀ ମୃତ୍ୟୁହାର ବଢ଼ି ଚାଲିଛି। ଏହାକୁ ରୋକିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତାଳପତ୍ର ପକ୍ଷିଆ ଓ ଚାଷୀ ମୃତ୍ୟୁକୁ ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳପୋକ ଅଞ୍ଚଳର ଚାଷୀ ଭାଇମାନଙ୍କ ସହ ଶୁଭାରମ୍ଭ ହୋଇଛି। କିଛି ପୁରୁଣା ଚାଷୀଙ୍କ ମତରେ ପକ୍ଷୀ ପରି ନିଜର ଡେଣା ମେଲାଇ ଚାଷୀଙ୍କୁ ସୁରକ୍ଷା ଦେଉଥିବାରୁ ଏହାର ନାମ ପକ୍ଷିଆ। ତାଳପତ୍ର ପକ୍ଷିଆ ବ୍ୟବହାର କରୁଥିବା ଚାଷୀ ବଜ୍ରପାତରେ ନ ମରିବାର ବହୁ ବର୍ଷ ଧରି ନଜର ରହିଛି। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅଞ୍ଚଳର ଚାଷୀଙ୍କୁ ଏକତ୍ରିତ କରି ତାଳପତ୍ର ପକ୍ଷିଆ ଓ ଚାଷୀ ମୃତ୍ୟୁ ଉପରେ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କ ସମେତ ଟ୍ରଷ୍ଟର ବୟସ୍କ ସଦସ୍ୟ ମଧୁସୂଦନ ରାଉତ, ସମ୍ପାଦକ ରାଜେଶ ବାରିକ, କେଦାର ସ୍ୱାଇଁ, କାଳନ୍ଦୀ ମଲ୍ଲିକ ଓ ଅଞ୍ଚଳର ବରିଷ୍ଠ ଚାଷୀ ମନୋଜ କୁମାର ଜେନା ରହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ। ବ୍ୟୁରୋ ରିପୋର୍ଟ, ପ୍ରୟୋଗ ଖବର।